ନା ବାହାଘର ତ ବାହାଘର ସିଜିନ୍ ଚାଲିଛି, ବାହାଘର ହେଉଛି, ଏଇଟା କିଛି ଗୋଟେ ନୂଆ କଥା ନୁହଁ। ଆଉ କିଛି ଦିନ ପରେ ଦେଖିବେ ସଂସାର ସମସ୍ତଙ୍କର ବାହାଘର ହେଉଛି। ବାହାଘର କାହାର ବନ୍ଦ ନାହିଁ, ବାହାଘର ଚାଲିଛି। ଆଉ ଏଇଟା କିଛି ଗୋଟେ ଇଏ ନୁହଁ, ତାଙ୍କ ଭାଗ୍ୟରେ ଅଛି ବାହା ହେବା ପାଇଁ, ସେ ବାହା କିଛି ନାହିଁ। ମୋ ଭାଗ୍ୟରେ ଯେତିକି ମୁଁ ବି ଏଇଠି ଗୋଟେ କାହାକୁ ହେଇପାରେ। ନାଇଁ ସେଇଟା ମୁଁ ପାଖକୁ ଗଲା ପରେ କହିବି, କାରଣ ଏଠି ମୁଁ କହିପାରିବିନି। କାରଣ ସିଏ କ'ଣ ତାକୁ ମୋତେ ଡାକିଲା, ମୁଁ ତାକୁ କ'ଣ ଡାକିବି, ପାଖାପାଖି ହେଲା ପରେ କହିବି ନା। କ'ଣ ଗୋଟେ ତା ଭିତରୁ କିଛି ଗୋଟେ ହେଇପାରେ, ଝିଅର କି ଦେଢ଼ଶୁର କି ଅସୁର, କୋଉଟା ତ ଗୋଟେ ହେବି। ଆଉ ଫିଲ୍ମ ତ ମୁଁ କହିବି ବହୁତ ବଢ଼ିଆ ହେଇଛି। ଆମ ଦର୍ଶକମାନଙ୍କୁ ଯେମିତି ଖୋଜୁଥିଲେ, ଯେମିତିଆ ଫିଲ୍ମ ଚାହୁଁଥିଲେ, ସେଭଳିଆ ମୁଭିଟେ କରାଯାଇଛି। ଜଙ୍ଗଲ କାଟିକିରି ପଦା କରୁଛନ୍ତି, ବାହାରେ ବିକ୍ରି କରୁଛନ୍ତି। ଆମର ଯେମିତିକି ଜୀବଜନ୍ତୁ ମାନେ ତାଙ୍କ ଘର ହେଉଛି ଜଙ୍ଗଲ। ଯଦି ଆମେ ଜଙ୍ଗଲ କାଟିବା, ସିଏ ରହିବ କେଉଁଠି? ସେ ଲାଷ୍ଟକୁ ଆମ ଟାଉନକୁ ପଶନ୍ତି, ଗାଁ ଭିତରେ ପଶନ୍ତି, ଲୋକମାନଙ୍କୁ ହଇରାଣ କରୁଛନ୍ତି, କାମଡ଼ା କାମଡ଼ା କରୁଛନ୍ତି। ମୁଁ ଚାହୁଁଛି ଦର୍ଶକମାନେ ଆଗରୁ ଯେମିତି ଭଲ ପାଇବା ଦେଉଥିଲେ, ଯେମିତି ଦେଖୁଥିଲେ, ଓଡ଼ିଆ ଫିଲ୍ମ ଆସିଲେ ଯେଉଁ ମନ ଭିତରେ ଯେଉଁ ଆଗ୍ରହ ଥିଲା, ହାଇ ଫିଲ୍ମ ଆସୁଛି ଶିମିଳି ହେଇଯିବା ଯିବା, କିନ୍ତୁ ଏବେ ଆଉ ସେ ନାହିଁ। ଶିମିଳି କ'ଣ ହେଇଛି ଦେଖିବା ଆମ ଉତ୍ତମ ଭାଇ ଥାନ୍ତେ, ସିଏ ବି ଆସିଥାନ୍ତେ ଏଇଠିକି, ଇଏ କରିଥାନ୍ତେ। ଯେହେତୁ ଏବେ ସେ ନାହାନ୍ତି, ସେ ଅଛନ୍ତି, ଆମ ସମସ୍ତଙ୍କ ହୃଦୟରେ ଅଛନ୍ତି, ଆଉ ସବୁବେଳେ ଥିବେ, ରହିବେ। ବଡ଼ ବଡ଼ ଶିମିଳିର ଆଜି ସ୍କ୍ରିନିଂ କ'ଣ ମନେ ଅଛି? ଶିମିଳିର ସୁଟିଂ ବେଳର କଥା କିମ୍ବା ଦର୍ଶକ କେତେ ଭଲ ପାଇବା ଦେବେ କିଛି କହିବେ? ଶୁଣ, ଶିମିଳି କ'ଣ ହେଇଛି କ'ଣ ନାହିଁ ସେଟା କହିଲେ କିଛି ଲାଭ ନାହିଁ। ମୁଁ ଚାହୁଁଛି ମୋ ଦର୍ଶକମାନେ ଆସନ୍ତୁ, ଫିଲ୍ମ ଆପଣମାନଙ୍କର ନିକଟବର୍ତ୍ତୀ ଯେଉଁ ଫିଲ୍ମ ଘର ଅଛି, ଫିଲ୍ମ ହଲ୍ ଅଛି, ଆସନ୍ତୁ, ଫିଲ୍ମ ଦେଖିକି ଯାଆନ୍ତୁ, ତାପରେ କହିବେ ଶିମିଳି ଭଲ ହେଇଛି ଖରାପ ହେଇଛି। ନିଜ ମୁହଁରେ ନିଜର ପ୍ରଶଂସା କରିବାଟା ଠିକ୍ ନୁହଁ। ଆଉ ଫିଲ୍ମ ତ ମୁଁ କହିବି ବହୁତ ବଢ଼ିଆ ହେଇଛି। ଆମ ଦର୍ଶକମାନଙ୍କୁ ଯେମିତି ଖୋଜୁଥିଲେ, ଯେମିତିଆ ଫିଲ୍ମ ଚାହୁଁଥିଲେ, ସେଭଳିଆ ମୁଭିଟେ କରାଯାଇଛି। ଆଉ ପୁରା ଆପଣମାନଙ୍କର ଏଣ୍ଟରଟେନମେଣ୍ଟ ପୁରା ଫୁଲ୍ ହେବ। ଆଉ ଆଦେହରେ ଏତିକି କହିବି, ଯେହେତୁ ଆମର ଶିମିଳିପାଳର ଯେଉଁ ଜଙ୍ଗଲକୁ ନେଇ କରାଯାଇଛି, ଜଙ୍ଗଲକୁ କ'ଣ ପାଇଁ କରାଯାଇଛି? ଯେହେତୁ ଜଙ୍ଗଲର ଯେଉଁ ନଷ୍ଟ ହୋଇଯାଉଛି, ଆଉ ସବୁ ଜଙ୍ଗଲ କାଟିକିରି ପଦା କରୁଛନ୍ତି, ବାହାରେ ବିକ୍ରି କରୁଛନ୍ତି। ଆମର ଯେମିତିକି ଜୀବଜନ୍ତୁ ମାନେ ତାଙ୍କ ଘର ହେଉଛି ଜଙ୍ଗଲ। ଯଦି ଆମେ ଜଙ୍ଗଲ କାଟିବା, ସିଏ ରହିବ କେଉଁଠି? ସେ ଲାଷ୍ଟକୁ ଆମ ଟାଉନକୁ ପଶନ୍ତି, ଗାଁ ଭିତରେ ପଶନ୍ତି, ଲୋକମାନଙ୍କୁ ହଇରାଣ କରୁଛନ୍ତି, କାମଡ଼ା କାମଡ଼ି କରୁଛନ୍ତି। ଜଙ୍ଗଲ କାଟିବା ଦ୍ୱାରା ଆମକୁ ଜଙ୍ଗଲକୁ କାଟିବାର ନାହିଁ। ଆମେ ଯଦି କାଟିବା, ଯେଉଁ ଗଛ ଗୁଡ଼ାକ ଦରକାର ମାନେ ଆସୁନାହିଁ, ବଞ୍ଚିନି, ମରିଯାଇଛି, ସେ କାଠ ଆମେ ନେଇପାରିବା, ଜାଳିପାରିବା। କିନ୍ତୁ ଜିଅନ୍ତା ଅବସ୍ଥାରେ ଆମେ ଯେଉଁ ମେସିନ୍ ଲଗେଇକି କଚ କଚ କରି କାଟି ଦେଉଛେ, ଆଜ୍ଞା, ଯେମିତି ଆମର ଜୀବନ ଅଛି, ସେମିତି ଗଛମାନଙ୍କର ବି ଜୀବନ ଅଛି। ସିଏ ବି ଯେମିତି ଆମେ ଆହାର ନେଉଛୁ, ସେମାନେ ବି ସେମିତି ଆହାର ନେଉଛନ୍ତି, ପବନ ନେଉଛନ୍ତି। ଆଉ ଗଛ ଦ୍ୱାରା ଆମେ ଭଲ ନିଶ୍ୱାସ ପ୍ରଶ୍ୱାସ ଆମେ ପାଉଛେ। ଆପଣ କେତେ ଜଙ୍ଗଲ ପ୍ରେମୀ ଅଛନ୍ତି? ମୁଁ ଜଙ୍ଗଲ ପ୍ରେମୀ ଅଛି। ମୋ ଛାତ ଉପରେ ମୁଁ ଗଛ ଲଗେଇଛି, କେବେ ଆସନ୍ତୁ ଦେଖିବ। ମୋ ଛାତରେ ମୁଁ ଗଛ ଲଗେଇଛି, ମାନେ ବେଶୀ ବଡ଼ ବଡ଼ ନାହିଁ, ଛୋଟିଆ ଛୋଟିଆ ଫୁଲ ଗଛ, ସଜନା ଗଛ, ତାପରେ ବାଇଗଣ ଗଛ। ଏବେ ଯଦି ଦେଖିବା ଓଡ଼ିଆ ଇଣ୍ଡଷ୍ଟ୍ରିର ଯେଉଁ ପ୍ରକାର ପରିବର୍ତ୍ତନ ହେଲାଣି, ଆଜ୍ଞା, ଆଗ ଅପେକ୍ଷା ଆପଣ କ'ଣ ଚାହୁଁଛନ୍ତି? 20 ବର୍ଷ ପରେ, 10 ବର୍ଷ ପରେ ଇଣ୍ଡଷ୍ଟ୍ରିକୁ ଆପଣ କେଉଁ ନଜର ଦେଖୁଛନ୍ତି? ମୁଁ ଚାହୁଁଛି ଏଇଟା ଅଳ୍ପ ଜଷ୍ଟ ଯେଉଁ କୁହନ୍ତିନି, ଏଇଟା ଟ୍ରେଲର, ପୁରା ଫିଲ୍ମ ବାକି ଅଛି। ଏଥିରେ ମୁଁ ଜମା ଶାନ୍ତି ନାହିଁ। ମୁଁ ଚାହୁଁଛି ଦର୍ଶକମାନେ ଆଗରୁ ଯେମିତି ଭଲ ପାଇବା ଦେଉଥିଲେ, ଯେମିତି ଦେଖୁଥିଲେ, ଓଡ଼ିଆ ଫିଲ୍ମ ଆସିଲେ ଯେଉଁ ମନ ଭିତରେ ଯେଉଁ ଆଗ୍ରହ ଥିଲା, ହାଇ ଫିଲ୍ମ ଆସୁଛି ଶିମିଳି ହେଇଯିବା ଯିବା, କିନ୍ତୁ ଏବେ ଆଉ ସେ ନାହିଁ। ଶିମିଳି ଗୋଟେ କ'ଣ ହେଇଥିବ ବୋଲି ଦେଖିବା ଯିବା। ଗୋଟେ ଓଡ଼ିଆରେ କଥା ଅଛି, ଜଙ୍ଗଲ ମେ ମଙ୍ଗଲ, ଯୋଉ କଥାଟା କହୁଛନ୍ତି, କିନ୍ତୁ ଦେଖିଲା ବେଳକୁ ପୋଷ୍ଟରକୁ ଖାଲି ମାର ପିଟା ଆଉ ନିଆଁ ଧୂଆଁ। ନାଇଁ ଇଏ ଯୋଉଟା ଦେଖୁଛନ୍ତି, ୟାକୁ ଇଏ ଖାଲି ମାନେ କହିବା ଟେଲର, ପୁରା ଫିଲ୍ମଟା ଭିତରେ ଅଛି। ଆହୁରି ବଢ଼ିଆ ବଢ଼ିଆ ସବୁ ଫଟୋ ଅଛି, ଦେଇନାହାନ୍ତି। ଏଇଟା ଜଷ୍ଟ ଖାଲି ସିମ୍ପଲ୍ ଟିକେ ଛୁଙ୍କ ଦିଆଯାଇଛି, ମସଲାଟା ପୁରା ଭିତରେ ଅଛି। ଭାଇ, ସିନେମା କଥା ଯେତେବେଳେ ଉଠୁଛି, ଉତ୍ତମ ମହାନ୍ତିଙ୍କ କଥା ବି ମଧ୍ୟ ସେତେବେଳେ ଉଠୁଛି। 11 ଦିନ ବି ଗଲାଣି, ତାଙ୍କର କିଛି କହିବାକୁ ଚାହିଁବେ? ତାଙ୍କ ସହିତ କିଛି ସ୍ମୃତି? ନିଶ୍ଚୟ ଆମ ଉତ୍ତମ ଭାଇ ଥାନ୍ତେ, ସିଏ ବି ଆସିଥାନ୍ତେ ଏଇଠିକି, ଇଏ କରିଥାନ୍ତେ। ଯେହେତୁ ଏବେ ସେ ନାହାନ୍ତି, ସେ ଅଛନ୍ତି, ଆମ ସମସ୍ତଙ୍କ ହୃଦୟରେ ଅଛନ୍ତି, ଆଉ ସବୁବେଳେ ଥିବେ, ରହିବେ। ଆଉ ଏତିକି, ଆମେ ଉତ୍ତମ ଭାଇ ଭଳିଆ ଗୋଟେ ଉତ୍ତମ ମଣିଷକୁ ଆମେ ମିସ୍ କରିଛୁ। ଆଉ ଏମିତିଆ ମଣିଷଟେ ଆଉ
मिलवा बहुत कष्ट तथापि समस्त तो समस्त जीवन निज कर्म करी जीवाक हम समस्ते ये कलाकार सब अभिनय आम जी भी आम समस्त अच्छे आपण मैंने हूँ ना कहीं से जना सी रचौची आम समस्त को सी है मेन डायरेक्टर जहाँ सीन जो सर सी डाक से उत्तम भाई आम चाहूँ आउ के दिन उत्तम भाई आम सांगे था से जो आशीर्वाद भल पाइबा टी पाई था किंतु भगवान शुणिले आम डाक अधा रहीगला जहाँ भी हो जी हो आम चेष्टा करवा ये जो फिल्म टी आसूची यहाँ भी लोक देखु भल पाए दिंतु ଆଉ ଗୋଟେ ବି ଟ୍ରେଣ୍ଡ ଚାଲିଛି ଆମର ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ବାହାଘରକୁ ନେଇକି କ'ଣ କହିବେ? ବାହାଘର ତ ବାହାଘର ସିଜନ ଚାଲିଛି ବାହାଘର ହେଉଛି ଏଇଟା କିଛି ଗୋଟେ ନୂଆ କଥା ନୁହଁ ଆଉ କିଛି ଦିନ ପରେ ଦେଖିବେ ସଂସାର ସମସ୍ତଙ୍କର ବାହାଘର ହେଉଛି ବାହାଘର କାହାର ବନ୍ଦ ନାହିଁ ବାହାଘର ଚାଲିଛି ଆଉ ଏଇଟା କିଛି ଗୋଟେ ଇଏ ନୁହଁ ତାଙ୍କ ଭାଗ୍ୟରେ ଅଛି ବାହା ହେବା ପାଇଁ ସିଏ ବାହା ହେଲେ କିଛି ନାହିଁ ମୋ ଭାଗ୍ୟରେ ଯଦି ଥିବ ମୁଁ ବି ଏଇଠି ଗୋଟେ କାହାକୁ ହେଇପାରେ आपण मैंने रेडी था सुमन भाई फिल्म भीतर गोटे फिल्म चली से फिल्मटा सुमन भाई देखुछे ओडिया फिल्म को छाड़ी कि अलग फिल्म देखुछे से फिल्म डबिंग किछि हिंदी तो फिल्म रो आपण माने देखंतु एटा जेतु समस्त मुंड भीतर रही जाईची जो कॉपी कथा कहउछन तो ना एटा हमर पूरा माने निश्चित सत्य कहानी के नै करा जाईची एटा ता भीतर किछि नाही जदि आपण माने देखिला परे कहबे कारण आपण मान तो आमठू बहुत सीनियर जूनियर बहुत देखुं फिल्म आपणकर अभिज्ञता आमठू अधिक थी दर्शक मानकर कारण से देखुं भूल बाहर कर सुमन भाई ओडिसा सुपरस्टार होचंती अनुभव महांती गोटे पर गोटे जनक पर जड़े आर्टिस्ट बाहाउछन किंतु ओडिसा छाड़ी के बाहर बाहाउछन काहे ये मत गोटे खुशी आ कोन ये गोटे खुशी जा पाखे सब बेले रुहंती उठंती बसंती किंतु सेही मान को छाड़ी के बाहर बाहाउछन कौन करिया ये मुंबई रे बाहर हेबे मत ना मत तो मिलबनी छाड़ कहीं से कथा कहते मत मिलने भी मोर जीवार नहीं अच्छा भाई मोर भाई ओडिया अनुभव भाई बड़ हे ना नहीं मत लगुच पाखापाखि मत हम माने समान एज हेबे तो माने जागृति आपनकर कोन हेबे बोली आपण नहीं सेटा मु पाखु गला पर कहि कारण एठी मु कहि परिबिनी कारण से कोन ताकू मते डाकिबे मु ताकू कोन डाकिबे सब पाखापाखि हला पर कहबी ना आपन भाई बहू हेबे ना आपन का दर्शक कोन गोटे ता भितर किछ गोटे हेई पारे जियर के देड़चुर कि असुर कोडा तो हेबी आ कोन अच्छा ना कोन कहियो मैडम ना आ कुछ कहलो ସବୁ କହିଦେଲେ